ତୁ କାହିଁକି ମତେ ଏକୁଟିଆ କରି ଚାଲିଗଲୁ? ତୁ କଣ ଘର ଚିନ୍ତା କରୁନି? ତୋ ବିନା ତ ଭାଇଟା ବଞ୍ଚିବ କେମିତି? ତୋ ଏ ଲୁଗାରୁ ମୁଁ ମୋ ମା ପଣତର ବାସ୍ନା ପାଏ। এই ଲୁଗା ପିନ୍ଧି ମୋ ସାମ୍ନାରେ ଚାଲିଗଲେ ମତେ ଲାଗେ ମା ଯେମିତି ମୋ ସାମ୍ନାରେ ଚାଲି ଯାଉଛି। ତୁ କାହିଁକି ତୋର ଏ ପୁଅଟାକୁ ଏକୁଟିଆ କରି ଚାଲିଗଲୁ? କାହିଁକି ଏକୁଟିଆ କରି ଚାଲିଗଲୁ? May I come in? କିଏ? Sub Inspector Ajay Mahapatra. ଆରେ ତୁ ଶ୍ୱଶୁର ଘରକୁ ଆସିଛନ୍ତି ପଚାରୁଛୁ କଣ? ଆସ ଆସ ଭିତରକୁ ଆସ। ଭାଇ ଦେହ ଭଲ ଅଛି ନା? ଅପାର ଦେହ ଭଲ ଅଛି ନା? ମୋ ପାଇଁ ଲୁଗାଟା ନେବାକୁ ଭୁଲି ଯାଇଥିଲା। ଏଇଟା ଅଛି, ତମେ ଗଲାବେଳେ ଟିକେ ନେଇଯିବ। ଆଚ୍ଛା ଏ କେବଳ ମୂର୍ଖ ଭିଣେଇ ଭିଣେଇ ନ ବସିବା ପାଇଁ ମୁଁ ଏତେ କଥା ପଚାରି ଚାହୁଁଛି। ଆସ ଏଠି ବସ ଆସ। ଆରେ ଭୀମା, ଆରେ ଆରେ ଜୟ ପୁଅ ଆସିଲେଣି, ପିଢା ପାଣି ଆଣ। ଭାଇ କଣ ପିଇବ, ଥଣ୍ଡା ନା କଣ? ଶୁଣ ବିକ୍ରମ, ମୁଁ ଏଠି ବସିବାକୁ ଆସିନି କି ଥଣ୍ଡା ପିଇବାକୁ ଆସିନି। ଏଇଟା କଣ କଥା? ଶ୍ୱଶୁର ଘରକୁ ଜୟ ଆସିଛି। ଆଚ୍ଛା ଶ୍ୱଶୁର ଘରକୁ ଜୟ ମାନେ ଆସିଲେ କଣ କୁହନ୍ତି, ମୁଁ ଆସିଲିଣି ପିଢା ପାଣି ଆଣ, ମତେ ଜଳଖିଆ ଆଣି ଦିଅ, ଟିକେ ଅରୁଆ ମଟନ କର। ଏଗୁଡ଼ା ଶ୍ୱଶୁର ଘର ଲୋକ ଆପେ କରିବା କଥା। ସାନ ଶଳା ହିସାବରେ ମୋର ତ ପୁଣି ଗୋଟେ କର୍ତ୍ତବ୍ୟ ଅଛି। ମୁଁ ଏଠି ଶଳା କି ଭିଣେଇ ହିସାବରେ ଆସିଛି ଜଣେ ଇନଭେଷ୍ଟିଗେଟିଭ ଅଫିସର ହିସାବରେ। କଣ କରିବ? ଦିଟା କେସର ଇନଭେଷ୍ଟିଗେସନ କରିବାକୁ ଆସିଛି। ଆଜି ପ୍ରାୟ 2 ବର୍ଷ ତଳେ ବିବେକ ମହାପାତ୍ର ଆଉ ଆକାଶ ଦାସ ନିଖୋଜ ହେଇଯାଇଛି। ପୁଣି କାରଣବଶତଃ ବା ପୋଲିସ ଡିପାର୍ଟମେଣ୍ଟ କୋଣ ସମ୍ଭାଳୁ ସେ କେସଟାକୁ କ୍ଲୋଜ କରିଦିଆଯାଏ। ମୁଁ ଜଏନ୍ କରିବା ପରେ ସେ କେସଟାକୁ ରିଓପନ୍ କରିଛି। ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେ ଦିଟା ଯାକ କେସର ତମ ପରିବାର ସହିତ ସମ୍ପର୍କ ଅଛି। ଆମ ପରିବାର ସହିତ ସମ୍ପର୍କ Yes, ଅଛି? ତମ ପରିବାର ସହିତ ସମ୍ପର୍କ। ବିବେକ ମହାପାତ୍ର ତମ ପାଖକୁ ଭଲ ପାଉଥିଲେ ଆଉ ଆକାଶ ଦାସ ତମ କମ୍ପାନୀର ୟୁନିୟନ ଲିଡର ଥିଲେ। ମୋର ସନ୍ଦେହ ସେମାନେ ପରେ ଗାୟବ ହେଇନାହାନ୍ତି, ବରଂ ତାକୁ ମର୍ଡର କରି ତାଙ୍କ ଡେଡ୍ ବଡି ପରେ ଗାୟବ ହେଇଯାଇଛି। ଭଗବାନ, ତାଙ୍କୁ କିଏ ମର୍ଡର କରି ଗାୟବ କରିଦେଇଛି? ହଁ, ସେ ଚଣ୍ଡାଳ କିଏ ଭାଇ? ସେ ଚଣ୍ଡାଟା କିଏ ବହୁତ ଶୀଘ୍ର ଧରା ପଡିଯିବ। ହେଲେ ତମକୁ ବର୍ତ୍ତମାନ ମୋ ସହିତ ଥାନାକୁ ଯିବାକୁ ହବ। ମୁଁ ଯିବି? ତମେ ବିଚାର କରି କରୁନ, ମତେ ପୁଣି ବିଚାର କରିବାକୁ ପଡିବ ନା କଣ? ଶୁଣ ବିକ୍ରମ, କଣ? ବିନା କାରଣରେ ହଉ ପଛେ ପୋଲିସ ସମସ୍ତଙ୍କୁ ପଚରା ଉଚରା କରିପାରେ, ଏମିତି ଆରେଷ୍ଟ ବି କରିଦେଇପାରେ। ହେଲେ ମୁଁ ତମକୁ ଆରେଷ୍ଟ କରୁନି ନା, କେବଳ ଥାନାକୁ ଯିବାକୁ କହୁଛି। ହେ ଭଗବାନ, କଣ ଏସବୁ ଘଟିଗଲା? କଣ ଘଟି ଯାଉଛି ଏସବୁ? କାହିଁକି ଏତେ ନିଷ୍ଠୁର ପ୍ରଭୁ? କାହିଁକି ଏତେ ନିଷ୍ଠୁର? ଏମିତି କାନ୍ଦୁଛୁ କାହିଁକି? କାନ୍ଦିବିନି? ଏ ରାଜ ପରିବାରର ଭବିଷ୍ୟତ କଥା ଭାବି ମତେ କାନ୍ଦ ମାଡୁଛି। ରାଜ୍ୟ ଯାଇଥିଲା, ଯୋଉ ସମ୍ମାନ ସୁଯୋଗ ଅଛି ସେ ବି ଦାଣ୍ଡରେ ପଡି ହାତରେ ଗଡିବାକୁ ବସିଲାଣି। ସେଇ କଥା ଭାବିଲା ବେଳକୁ ମତେ କାନ୍ଦ ଲାଗୁଛି। ଭାଇ ସେଇଠୁ ଗୋପନ କଥା, କାନ୍ଥ ମାଡ଼ରେ ବି ଜ୍ଞାନ ଅଛି। ଏ ଯୋଉ ମର୍ଡର କେସ୍ କଥା କହିଲ, ମତେ ତ ଲାଗୁଛି ୟା ପଛରେ ମୋ ବାବାଙ୍କର ହାତ ଅଛି। ହଁ, ସେ ପୁରା ମୋ ବାବା ଭଲ ପାଇବାକୁ ସ୍ୱୀକାର କରୁନଥିଲେ, ସେଇଥିପାଇଁ ମତେ ତା ପ୍ରେମିକକୁ ମାରିଦେଇଛନ୍ତି। ଆଉ ଯୋଉ ୟୁନିୟନ ଲିଡର ଆକାଶ ଦାସ ମରିଛି, ବାବା ଶ୍ରମିକ ମାନଙ୍କର ଡିମାଣ୍ଡ ପୂରଣ କରିବା ପାଇଁ ଚାହୁଁନଥିଲେ, ସେଇଥିପାଇଁ ସେ ବୋଧେ ଆକାଶ ଦାସକୁ ମାରିଦେଇଥିବେ। ଯଦି ପାରିବ ବାବାଙ୍କୁ ଆରେଷ୍ଟ କରି ନେଇଯାଅ। ତାହେଲେ ଠିକ ଅଛି, ତମ କଥା ଯଦି ଠିକ ହେଇଥାଏ ତାହେଲେ ତାଙ୍କୁ ତ ମୁଁ ନିଶ୍ଚୟ ଆରେଷ୍ଟ କରିବି। ହେଲେ ତା ପୂର୍ବରୁ ମୋର ତମର ଷ୍ଟେଟମେଣ୍ଟ ଦରକାର। କଥାରେ ଅଛି ବାପା ଖାଇଲେ ତାଳ, ପୁଅକୁ ପଡିବ କାଳ। ଆଉ ମର୍ଡର କରି ବାପା ମୁଁ ଯିବୁ ଥାନାକୁ। ଆଚ୍ଛା ଭିଣେଇ ଭାଇ, କେସଟା ଯେମିତି କ୍ଲୋଜ ହେଇକି ଥିଲା, ତମେ ତାକୁ ଓପନ କରିଛ? ନାଇଁ, ସେମିତି କ୍ଲୋଜ ହେଇକି ଥାଉ। ହଟ୍ କର। ତମେ ବର୍ତ୍ତମାନ ରାଜ ପରିବାରର ଜ୍ୱାଇଁ। ରାଜ ପରିବାରର ସମ୍ମାନ କଣ, ତମ ସମ୍ମାନ କଣ? କାରଣ ଶ୍ୱଶୁର କିଏ, ବାପା କିଏ? ବାବା ଆମର ରୋଗୀଣା ଲୋକ, ହାଇ ବିପି ଅଛି, ସୁଗାର ଅଛି, ହାର୍ଟ ଆଟାକ୍ ଅଛି, ଦୁନିଆ ପ୍ରକାର ରୋଗ ଅଛି। କେତେବେଳେ କଟିଯିବେ ତାର କିଛି ଗ୍ୟାରେଣ୍ଟି ନାହିଁ। ତେଣୁ ଗୋଟେ ବୁଢା ଶ୍ୱଶୁରକୁ ଏମିତି କାଠ ଗୁଡାକୁ ଘୋଷାଡ଼ିକି ଦେବା ଅପେକ୍ଷା ତାଙ୍କୁ ଛାଡ଼ି କେସଟା କ୍ଲୋଜ କରିଦେଲେ ଅସୁବିଧା କଣ? ତାପରେ ନୂଆ ପୋଲିସ ଚାକିରି କରିଛ, ଲାଇଫଟାକୁ ଏନ୍ଜୟ କର, ବାପା ସହିତ ଖୁସି ମଜା ଟିକେ କର। କାହିଁକି ଲଫଡ଼ାରେ ବସିଛ କହିଲ? ଶୁଣ ବିକ୍ରମ, ମୁଁ ଲାଇଫଟାକୁ ଏନ୍ଜୟ କରିବା ପାଇଁ ବର୍ତ୍ତି ପିନ୍ଧିନି, ଏ ବର୍ତ୍ତି ପିନ୍ଧିଛି ଏ ସମାଜକୁ ନ୍ୟାୟ ଦେବା ପାଇଁ। ଓ, ସେଇଥିପାଇଁ ତାହେଲେ ଆସିଛ? ୟେସ୍,
ମୁଁ ଏବେ ଚାହିଁଲେ ତମକୁ ଆରେଷ୍ଟ କରି ଏଠୁ ଥାନାକୁ ନେଇଯାଇ ପାରେ ହେଲେ ସେମିତି କିଛି ବି କରୁନି କାହିଁକି ନା ଯେତେ ଯାହାହେଲେ ଶଳା ଭିଣୀର ସମ୍ପର୍କଟା ଅଛି ନା ଶୁଣ ବିକ୍ରମ ମୁଁ ତମକୁ 24 ଘଣ୍ଟା ସମୟ ଦେବି এই 24 ঘন্টা ভিতরে তুমি যে আমাদের থানা দেখা করিব আর তা নহলে ମୁଁ ଶଳା ଭିଣୀର ସମ୍ପର୍କଟାକୁ ଭୁଲି ଯିବି ମାଇଣ୍ଡ ଇଟ୍ ସେ ସୁଯୋଗ ମୁଁ ତତେ ଦେବି ଶଳାଭିଣୀର ସମ୍ପର୍କଟା ରହିବ ନା ତୁ ଶଳା ଏ ଶଳାଠୁ ଶଳା ବିଧା ଖାଇବୁ ତ ସେଇଥିପାଇଁ ରଙ୍ଗ ଦେଖାଉଛୁ ଶଳା ତତେ ଦେବି କିଏ ଆଜି ମଧ୍ୟ ତ ମଦ ପିଇ ପାରିବନି ଆଜି କଣ ଆଜି ହେଉଛି ସାବିତ୍ରୀ ଅମାବାସ୍ୟା ମୁଁ ତମ ଦୀର୍ଘାୟୁ କାମନା କରି ତମ ପାଇଁ ସାବିତ୍ରୀ ବ୍ରତ କରିଛି ଟିକେ ସାବିତ୍ରୀ କିଏ କରିଥିଲେ ସାବିତ୍ରୀଙ୍କ ସ୍ୱାମୀ ନା କଣ ସାବିତ୍ରୀଙ୍କ ସ୍ୱାମୀ ନା କଣ ମୋ ନା ସତ୍ୟବାନ ଆଚ୍ଛା ସତ୍ୟବାନ ବଞ୍ଚିଥିଲା ବେଳେ ସେ ଓଷା କରିଥିଲା ନା ମଲା ପଡିଥିଲା ବିକ୍ରମ କଣ ଏମିତି ନା ପଚାରୁଛୁ ମତେ କହ ସତ୍ୟବାନ ମଲା ପରେ ସାବିତ୍ରୀ କହିଲେ ହେ ପ୍ରଭୁ ମୋ ସ୍ୱାମୀକି ଫେରେଇ ଦିଅ ତାପରେ ସ୍ୱାମୀକି ଫେରେଇ ଆଣିଥିଲେ ମୁଁ ବଞ୍ଚିଛି ତୁ ମୋ ପାଇଁ କାହିଁ କରୁଛୁ ମୁଁ ତମ ଦୀର୍ଘାୟୁ କାମନା ପାଇଁ କରୁଛି ମୋ ଆଇଁଷ କଣ ତୁ ଜାଣିଛୁ ତୁ ଜାଣିନୁ ଦେ ମୋ ରାଜା ମୋ ଭାଗ୍ୟ ମୋ ହାତରେ ମୁଁ ମାଲ ଦେବ ମାଇଣ୍ଡ ଟେନସନ କରନା ମାଲ ଦେ ନାଇଁ ବିକ୍ରମ ତମେ ଆଜି ପର ଦିନରେ ମଦ ପିଇ ପାରିବ ଭାଇ ନା ମୁଁ ତ ତମକୁ ଶୁଣୁ ଜାଣିଛୁ ନା ତ କାନକୁ ଖାଇକି ନା ଦେବି ତୁ ଗେଲ କରୁଛୁ ନା କଣ ଦେଖ ତମେ ଆଜି ପର ଦିନରେ ମଦ ପିଇ ये ପାରିବ सीरियस राजा हूँ आधा तक टाइम ले बोल जमा टेंशन देना पापा पड़े थी टेंशन न अच्छी ये 100 राशि को मैं क्या देखी बनाई मार दे ନାଇଁ ମୁଁ ଦେବିନି दबुनी ନା आई का गाना छुट्टी खीर बाहर पड़ियो मना कम करछु ନା बी सीरियस Hostia, tío, doble. ମୋ ଅକ୍ଷରରୁ ମଦ ତେଣୁ ସବୁ ମୋ ମାନଙ୍କ ସହିତ ମୋର ଭଲ ସମ୍ପର୍କ ମୋର ମଦ ମୋର ମାଂସ ମୋର ମୈଥୁନ ମଦ ପିଇବି ମାଂସ ଖାଇବି ମୈଥୁନ କରିବି ତାପରେ ନିଜକୁ ମର୍ଦ ବୋଲି ଭାବିବି ନା ତୁ ସାରି ମୋ ହାତରୁ ମଦ ବୋତଲ ଛଡେଇ ମତେ କଣ ମର୍ଦରୁ ହିଞ୍ଜଳା କରିବୁ क्यों बेलुचिया महाराजा ସବୁବେଳେ ଏଇ ସିନରେ ଏଣ୍ଟ୍ରି କରୁଛ ସବୁବେଳେ ଆମ ସହିତ ଭାଇ ଭିତରୁ ବସି ଆସୁଛ ସେଦିନ ଚୌଧୁରୀରେ ବସି ଆସୁଛ ଆଜି ସାବିତ୍ରୀରେ ବସି ଆସିଲୁଣି ତ ମୁଁ ଟିକେ ଲଜ୍ଜା ନାହିଁ ଆଉ କହୁଛୁ ମୋର ଖେଚାନା ମୋ ବହୁଟିକୁ ଗୋରୁ ଖାଇ ଭଳିଆ ପେଟି ମୁଁ ଘର ଭିତରେ ଆଗେ ଚୁପଚାପ ଦେଖି ଚୁପଚାପ ଯଦି ଦେଖି ନ ପାରିବ ଦି ଚାରିଟା ଖଣ୍ଡେ ଖାଉ ନା ମାନେ ତୁ ମତେ ମାରିବୁ ହଁ ମାଡ଼ ଲୋକ ତ ମାଡ଼ ନହେଲେ କଣ ସାଇତି ହବ ମାଡ଼ ହବ କଣ ହେଇ ହେଲା ତମେ ଯେତେ ପାରୁଛ ମତେ ମାର ହେଲେ ବାପାଙ୍କୁ ମାର ତମକୁ ତୁ ଦୁର୍ବଳିଆ ଶୋଇପାରିବୁନି ଆମ କଣ ଶ୍ୱଶୁର ବୋହୂ ମିଶିକିରି 50-50 ଖାଅ ମୋ ରାଜା be serious রাধা ସବୁବେଳେ তার টাইমରେ বলছে আজ তো ମୋ କଥା ଉପରେ ଯିଏ କଥା କହିବେ ଆଜି ଭାତ ଉଠିଛି କାଲି ବନ୍ଧୁକ ଉଠିବ ସେମାନେ ହସି ହସି ବେଦମছে ସିନ୍ କରିପାରୁନାହାନ୍ତି ପ୍ରତ୍ୟେକ ମିଳିଲେ हम तुम